ओंकारं परमं ब्रह्म ओंकारं परमं गुरु ओंकारं परमं तप ओंकाराय नमो नमः। आजिर आध्यात्मिक जगत किए को वंदना गाइबे से तांकर से निजे निर्वाचन करते। जदि गोटे आश्रम किसी वंदना बोला जाउछि ता निकटस्थ आउ गोटे आश्रम आपन देखिए सेठी अलगा प्रकार वंदना पढ़ा। वंदना आमर भीम भोईंकर गोटे भजन से लिखिले वंदना पाद पद्म। जदि जीवन रे वंदना करिवो ताले पाद पद्म को ही वंदना कर। आमे पाद पद्मर वंदना को विशेष पढ़ू किंतु विशेष गुरुत्व न दे आमे वंदना गुड़िक पढ़ू ता भितरे बहु कामना बासना बहुत ता भितर रही जाए। तेणु वंदनार मूल्य सेठी कमी जाए, बेसी हुए ना। भरत राजा भरत से को राजा से ही ना तथापि जाओ भगवान रामचंद्र को फेरे आनिबा पाई से जंगल को जाइले। जितेबले से जंगल को गले से जंगल रे बहु घोड़ा बहु हाथी आओ बहु पानी की टमजान धरी राम परिवार राजबाटीर कर्मचारी माने समस्ते गले। किंतु बाटेरे देखागला कौशल्या कैकेयी आउ सुमित्रा ये तीन जन जाक ये जो माने कंटा झंटा रास्ता रे जीवापाई संपूर्ण असमर्थ। राजा भरत आमे कहूचु जे मर्यादा पुरुषोत्तम राम राम ही एकमात्र मर्यादा पुरुषोत्तम। कई केबे भरत को कही ना लक्ष्मण को कही समस्ते कहते मर्यादा पुरुषोत्तम राम। तेरे एठी मर्यादा ताकू किए रक्षा कले? राम वर्तमान अयोध्या रे नहांती सी वर्तमान पंचवटी रे गोटे पत्तर कुड़िया करी रहुचंती। तांको सहित लक्ष्मण रहुचंती जानकी रहुचंती सी तांकर रहुचंती। सी कौन खाऊचंती केमिटी शोऊचंती ताको आमे देखिनु कि जानिनु। खाली जे पुराण रे जहाँ लिखाई सी आगु पढ़िक लोक आम बुझौछु। तीन जन बाहर जड़े तो गोटे कौन रोसे कौन गोटे खाऊथिव यही केतक व्यतिक्रम कथा विपरीत कथा बलिया मन को आसे।
ତେଣୁ କେବଳ ରାମ ନାମ ହିଁ ସାର। ରାମ ନାମ ଭଜନ କର, ରାମଙ୍କର ସ୍ୱରୂପକୁ ଚିନ୍ତନ କର, ରାମ ଶବ୍ଦର ଅର୍ଥକୁ ଭଲ ଭାବରେ ବୁଝ। ତାହେଲେ ଆମର ସେ କ'ଣ ଖାଇଲେ କ'ଣ ନ ଖାଇଲେ କେଉଁଠି ରହିଲେ ସେ କଥା ଉପରେ ଯେଉଁ ଦ୍ୱନ୍ଦ୍ୱ ଆମର ଅଛି ସେଗୁଡ଼ାକ ସବୁ ଆଉ ରହିବନି। ଦେଖନ୍ତୁ କୌଶଲ୍ୟା କୈକେୟୀ ସୁମିତ୍ରା ଯାଉଛନ୍ତି, ହାତୀ ଘୋଡ଼ା ସବୁ ଯାଉଛି, ଇଏ ତିନି ଜଣ ଯାକ ଯାଉଛନ୍ତି। ଭରତ ଆଉ ଶତ୍ରୁଘ୍ନ ଇଏ ଦୁଇ ଭାଇ ଯାକ ସେ ଯେଉଁ ଗୋଳ ଭିତରେ ସେମାନେ ଯାଉଛନ୍ତି, ମାନେ ବହୁତ ସୈନ୍ୟ ସାମନ୍ତଙ୍କ ଭିତରେ ଇଏ ଦୁଇ ପାର୍ଶ୍ୱରେ ରହି, ବାଁ ପାର୍ଶ୍ୱରେ ଆଉ ଡାହାଣ ପାର୍ଶ୍ୱରେ ରହି ଶତ୍ରୁକୁ ନିରୀକ୍ଷଣ କରୁଛନ୍ତି। କାଳେ ଜଙ୍ଗଲରେ ଏଠି ଶତ୍ରୁ ଉପଦ୍ରବ କରିବ କି? ଏତିକି ବେଳେ ଦୃଷ୍ଟି ପଡ଼ିଲା କୌଶଲ୍ୟା କୈକେୟୀ ସୁମିତ୍ରାଙ୍କ ଭଳି ମା ସେ ପାଦରେ ଚାଲୁଛନ୍ତି, ଟିକେ କଣ୍ଟା ହୋଇଯାଉଛି, ତାକୁ ଟିକେ ହାତରେ କାଢ଼ୁଛନ୍ତି, ପୁଣି ଟିକେ ବସୁଛନ୍ତି, ପୁଣି ଟିକେ ଯାଉଛନ୍ତି। ଏଇ ଯେଉଁ କଥା ଗୁଡ଼ାକ ତାଙ୍କ ଦୃଷ୍ଟିଗୋଚରକୁ ହେଲା। ତେଣୁ ଲକ୍ଷ୍ମଣ ଆଉ ଏ ରାମ, ମାନେ ଭରତ ଆଉ ଶତ୍ରୁଘ୍ନ ଇଏ ଦୁଇ ଭାଇ ଯାକ କହିଲେ ଆମେ ଆଉ ଘୋଡ଼ାରେ ଯିବୁନି କି ହାତୀରେ ଯିବାନି, ମା ମାନେ ସେଥିରେ ଯାଆନ୍ତୁ, ଆମେ ଚାଲି ଚାଲିକିରି ଯିବୁ। ମା କହିଲେ ତମେ ପିଲା ଲୋକ, ତମେ ଚାଲିବନି, ମୁଁ କ'ଣ ଗୋଟେ ଘୋଡ଼ାରେ ବସିବି, ତମେ ଚାଲି ଚାଲିକିରି ଯିବ, ତମେ ବସ, ଆମେ ଚାଲି ଚାଲିକିରି ଯିବୁ। ଭରତ କହିଲେ ମା ତା କଦାପି ହେଇପାରିବ ନାହିଁ, ଯେହେତୁ ଭରତ ହେଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ଭରତ। ଆମେ କହୁଛୁ ରାମଙ୍କୁ କେବଳ ମର୍ଯ୍ୟାଦା ପୁରୁଷୋତ୍ତମ ରାମ, କିନ୍ତୁ ଭରତ ମଧ୍ୟ ମର୍ଯ୍ୟାଦା ପୁରୁଷୋତ୍ତମ ଭରତ। ସେ ମାଙ୍କୁ ନେଇ ଜବରଦସ୍ତି ଘୋଡ଼ା ଉପରେ ବସାଇଲେ। ସେପଟରେ ଭରତ ରାମଙ୍କୁ କହୁଛନ୍ତି ଯେ ଭାଇ ଅଯୋଧ୍ୟା ବାଟରେ, ଅଯୋଧ୍ୟାରୁ ଏଇ ପର୍ଯ୍ୟନ୍ତ ପଞ୍ଚବଟୀ ଆସିବା ବାଟରେ ବହୁ ସୈନ୍ୟ ବହୁ ସାମନ୍ତ ନେଇକିରି ଆସୁଛନ୍ତି, ଏ ତ ଭରତ ନିଜେ ନେଇକି ଯାଉଛନ୍ତି। ରାମ କହିଲେ ହେ ଆସୁଥିବ, ତା ପାଇଁ ବ୍ୟସ୍ତ କ'ଣ? ନା 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 ଭାଇ, ସିଏ ଅସ୍ତ୍ର ଶସ୍ତ୍ର ସବୁ ଧରିକି ଯାଉଛନ୍ତି, ସିଏ ଆମକୁ ବଦ୍ଧ କରିବା ପାଇଁ ଆସୁଛନ୍ତି। ଏ କଥାକୁ ଯେତେବେଳେ ରାମ ଶୁଣିଲେ ସିଏ ଟିକେ ହସିଦେଲେ, କହିଲେ ମୁଁ ଭରତକୁ ଜାଣେ, ଭରତ କେମିତିଆ ଭାଇ ମୁଁ ତାକୁ ଭଲ ଭାବରେ ବୁଝିଛି, ଯେ ମୋ ଭାଇ ଭରତ ରାଜସିଂହାସନ ଲୋଭରେ ମା କୈକେୟୀଙ୍କ କଥାରେ ସିଏ ଯେ ଜଙ୍ଗଲକୁ ଆସିବ ମୋତେ ବଦ୍ଧ କରିବ, ଇଏ କଥାକୁ ମୁଁ ଜମା ବିଶ୍ୱାସ କରିପାରୁନି। ଲକ୍ଷ୍ମଣ କିନ୍ତୁ ସେ ପୁରା ତୟାର ହେଇକିରି ଥାଏ। ଇଏ ହେଉଛି ରାମାୟଣର ଗୋଟିଏ ପୁରୁଣା କାଳିଆ ଭାତୃଭକ୍ତି। ଏଇ ହେଉଛି ଗୋଟେ ଭାତୃଭକ୍ତିର ଜ୍ୱଳନ୍ତ ନିଦର୍ଶନ। ତାପରେ ଏମାନେ ଆସି ପହଞ୍ଚିଗଲେ, ରାମ ତାଙ୍କୁ ଦେଖିଲେ,
ସିଏ ରାମଙ୍କ ପାଖକୁ ଆସିଲା ବେଳକୁ ରାମ ଆହୁରି କ୍ଷିପ୍ର ଗତିରେ ସେମାନଙ୍କ ପାଖରେ ପହଞ୍ଚିଗଲେ। ଭରତକୁ ଆଉଁସି ଦେଲେ। ମା'ମାନଙ୍କୁ ଆଗ ତ ମା'ମାନଙ୍କୁ ପ୍ରଣାମ କଲେ, ଗୁରୁମାନେ ଯାଇଥିଲେ, ଗୁରୁମାନଙ୍କୁ ପ୍ରଣାମ କଲେ। ରାଜବାଟୀର ଯେଉଁମାନେ ମୁରବୀ ବା ବୟସ୍କ ସେମାନଙ୍କୁ ମଧ୍ୟ ପ୍ରଣାମ ଜଣାଇଲେ। ଶେଷରେ ମା'ମାନଙ୍କ ପାଦ ଧରି ନମସ୍କାର କଲେ। ଇଏ ତିନୋଟି ମା ଇଏ ରାମଙ୍କର ଉପସ୍ଥିତିକୁ ଲକ୍ଷ୍ୟ କରି କୋହ ସମ୍ବରଣ ନ କରିପାରି କେବଳ କାନ୍ଦିବାକୁ ଲାଗିଲେ। ମୋରି ପାଇଁ କୈକେୟୀ କହିଲେ, ମୋରି ପାଇଁ ଆଜି ଆପଣମାନେ ଜଙ୍ଗଲକୁ ଆସିଛନ୍ତି। ଆପଣମାନେ ମୋତେ ଏଠି ବଦ୍ଧ କରନ୍ତୁ, ମୁଁ ଆଉ ବଞ୍ଚିବା ପାଇଁ ଚାହୁଁନି। ଶେଷରେ ରାମ ସମସ୍ତଙ୍କୁ ବୁଝେଇ, ଯେହେତୁ ସେ ମର୍ଯ୍ୟାଦା ପୁରୁଷୋତ୍ତମ, ଅନ୍ୟକୁ ମର୍ଯ୍ୟାଦା, ସେ ଯୁଗ ସେୟା ନଥିଲା। ରାମ ସମସ୍ତେ ବସିଲେ। ବସିବା ପରେ ଗୋଟେ ଦୁଃଖର କଥା, ରାମ ଯଦିଓ ରାମ ଜାଣିଛନ୍ତି ଦଶରଥ ଆଉ ନଥିବେ, ତଥାପି ପଚାରିଲେ, ଭରତ ତୁମେ ତ ସମସ୍ତଙ୍କୁ ନେଇକିରି ଆସିଲ, କିନ୍ତୁ ମୁଁ ଦେଖୁଛି ମୋର ତିନୋଟି ମା, ତାଙ୍କ ହାତରେ କାଚ ନାହିଁ କି ମୁଣ୍ଡରେ ସିନ୍ଦୁର ନାହିଁ। ସେ ଗଲା କୁଆଡ଼େ? କ'ଣ ଆମ ଆସିବା ପରେ ଅଯୋଧ୍ୟାର ରାଜବାଟୀରେ କ'ଣ ଘଟିଲା? ବାପା କ'ଣ କରୁଛନ୍ତି? ଭରତ ନିସ୍ତବ୍ଧ, ଶତ୍ରୁଘ୍ନ ନିସ୍ତବ୍ଧ। କ'ଣ କହିବେ? ଉତ୍ତରଟା କ'ଣ ଦେବେ? ମୋ ବାପା କ'ଣ କରୁଛନ୍ତି ମୋତେ ଆଗେ କୁହ। ବାପା କେମିତି ଅଛନ୍ତି କହୁନା। ଶେଷରେ ଭରତ ବାଧ୍ୟ ହେଇ ରାମଙ୍କ ପାଦ ତଳେ ମୁଣ୍ଡ ପିଟି ଦେଲେ ଏବଂ କହିଲେ, ଭାଇ, ବାପା ଆଉ ଇହ ଜଗତରେ ନାହାନ୍ତି। ସେଥିପାଇଁ ଦାୟୀ ହେଉଛି ମୁଁ କାଳେ ରାଜା ହେବି, 14 ବର୍ଷ ମାନେ ପ୍ରଜା ପାଳନ କରିବି, ଏଇ ନିଶାଟାକୁ ପୂର୍ଣ୍ଣ କରିବା ପାଇଁ ମା କୈକେୟୀ ସିଏ ଗୋଟେ ନାଟକ ସୃଷ୍ଟି କରିଛନ୍ତି ବା ଖଳ ପୂର୍ଣ୍ଣ ନାଟକ ସୃଷ୍ଟି କରି ଏଇ ଅବସ୍ଥା ହେଇଛି। ଆପଣ ଠିକ୍ ଘରୁ ବାହାରି ଆସିଛନ୍ତି ରାଜବାଟୀରୁ, ବାପା କେବଳ କହିଛନ୍ତି, ହେ ରାମ କହିଲେ ତ ତାଙ୍କର ଜୀବନ ଚାଲିଗଲା। ଇଏ କଥା ଯେତେବେଳେ ଲକ୍ଷ୍ମଣ ବା ଅନ୍ୟମାନେ ଶୁଣିଲେ, ପରିସ୍ଥିତିଟାକୁ କିଏ ବର୍ଣ୍ଣନା କରିବ? ଆପଣମାନେ ବର୍ଣ୍ଣନା କରୁନାହାନ୍ତି, କରିହେବ ନାହିଁ। ଆପଣ ସୁଖକୁ ବର୍ଣ୍ଣନା କରିପାରନ୍ତି। ଆପଣ ଯଦି ଲଟେରୀ 5 ଲକ୍ଷ ପାଇବେ, ତାକୁ ବର୍ଣ୍ଣନା କରିପାରିବେ। କ'ଣ ଖର୍ଚ୍ଚ କରିବେ, ତାକୁ ବର୍ଣ୍ଣନା କରିପାରିବେ। ଆଉ ମଧ୍ୟ କିଛି ଲୋକ ଅଛନ୍ତି, କେତେ ମଦ ପିଇବେ, ତାକୁ ବି ବର୍ଣ୍ଣନା କରିପାରିବେ। କିନ୍ତୁ ମାର ଦୁଃଖ ତାର ସବୁ ଅଛି। ଅଯୋଧ୍ୟା ରାଜବାଟୀ ଅଛି,
ଚାରିଟା ପୁଅ ତ ଅଛନ୍ତି। ହଁ କିଛି ଦିନ ପରେ ସେ ପୁଣି ଜଙ୍ଗଲରୁ ଅଯୋଧ୍ୟାକୁ ଫେରିବେ, କିନ୍ତୁ ସବୁ ଅଛି, ନାହାନ୍ତି କିଏ? ନାହାନ୍ତି ଦଶରଥ। ବିଶ୍ୱବିଜୟୀ ବୀର ଦଶରଥ ଆଜି ନାହାନ୍ତି। ବୀର ସହିତ ଯୁଦ୍ଧ କଲେ, ସେ ଯଦି ଯୁଦ୍ଧ କରି ମରେ ତାହେଲେ ମାନେ ବୀରଗତି ଲାଭ କରନ୍ତି ବୋଲି କୁହାଯାଇଛି। ତାହେଲେ ବାପା କୁଆଡ଼େ ଗଲେ? ବାପା ଆଉ ନାହାନ୍ତି, ଆଉ ରାମ କହି ଚାଲିଗଲେ। ଆଉ ଭରତ କହିଲେ, ପ୍ରଭୁ ଆଜି ମାମାନଙ୍କର ମୁଣ୍ଡରେ ସିନ୍ଦୁର ନାହିଁ, ଆଜି ମାର ହାତରେ କାଚ ନାହିଁ। ହିନ୍ଦୁର ସ୍ପଷ୍ଟ ନିଦର୍ଶନ ଯେଉଁ ନାରୀ ପାଖରେ ଥାଏ, ସେଇ ହେଉଛି ମା। ତେଣୁ ଆଜି ସେଥିପାଇଁ ଦାୟୀ ହେଉଛି ମୁଁ। କୈକେୟୀ କହିଲେ, ତୁ ଯେଉଁ ସରଟାକୁ କାନ୍ଧରେ ପକେଇଛୁ ତାକୁ ଟିକେ ଧରିକିରି ମୋତେ ଏଇଠି ସମସ୍ତଙ୍କ ଆଗରେ ତୁ ମାରିଦେ। ରାମ ତାଙ୍କୁ ବହୁତ ବୁଝେଇଲେ, କାରଣ ସେ ମର୍ଯ୍ୟାଦା ପୁରୁଷୋତ୍ତମ। ବାପା ବର୍ତ୍ତମାନ ଏଠି ନାହାନ୍ତି, କିନ୍ତୁ ପିତୃଲୋକରେ ତ ଅଛନ୍ତି। ଇଏ କଥା ଯେତେବେଳେ କହୁଥିଲେ ଭରତ, ଯେତେବେଳେ କୈକେୟୀ କହୁଥିଲେ, ପିତୃଲୋକକୁ ମୁଁ ଦେଖିନି, ପିତୃଲୋକକୁ ମୁଁ ଯାଇପାରିବିନି, ମୁଁ ଗଲେ ମୋ ସ୍ୱାମୀକି ଦେଖିବି, ସେ କଥା ମୋ ଦ୍ୱାରା ସମ୍ଭବ ନୁହେଁ। ସେ କଥା ତୁ କରିପାରିବୁ, କିନ୍ତୁ ମୋ ଦ୍ୱାରା ହବନି। ମୁଁ ଯାହାକୁ ହରେଇଛି ତାକୁ ସବୁଦିନ ପାଇଁ ହରେଇଛି। ତେଣୁ ଆପଣମାନେ ତ ଜାଣନ୍ତି, ମା ବି ଯେମିତି କାନ୍ଦେ, ବାପା ବି ସେମିତି କାନ୍ଦେ। ଦୁଃଖଟିଏ ଯଦି ଜୀବନ ପାଇଁ ଆସେ, ଘର ପାଇଁ ଆସେ, ମା ଯେତିକି କାନ୍ଦେ ବାପା ବି ସେତିକି କାନ୍ଦେ। ମା ହୁଏତ ସମସ୍ତଙ୍କ ଆଗରେ ମାନେ ତା କାନ୍ଦଟା ପରିପ୍ରକାଶ ହୁଏ, କିନ୍ତୁ ବାପାର କାନ୍ଦଟା ଲୁଚି ଲୁଚିକିରି ସେ କାନ୍ଦେ। କିନ୍ତୁ ଆଜିର ଯେଉଁ ବୀର ପୁରୁଷମାନେ ବୀର ପୁରୁଷ କହିଲେ ମଦ ପୁରୁଷମାନେ ବାହାରିଛନ୍ତି, ଇଏ କାନ୍ଦନ୍ତି କେତେ କି ହସନ୍ତି ତାର କିଛି ନାହିଁ। ବରଂ ବାପ ମାଙ୍କର ଶବକୁ କାନ୍ଧରେ ବସେଇ ଶ୍ମଶାନକୁ ନେଲା ବେଳେ ଏମାନେ ମଦ ବୋତଲେ ବୋତଲେ ପିଇକିରି ଯାଆନ୍ତି। ତେଣୁ ଏଥିପାଇଁ ତ ସମ୍ବିଧାନରେ କ'ଣ ଅଛି କେଜାଣି, ଲ କ'ଣ କାଳେ ଅଛି, ସେ ଲଟା କେଉଁଠି କାମ କରୁଛି, କ'ଣ ପାଇଁ କାମ କରୁଛି? ଯେଉଁଠି ପିତାମାତାଙ୍କ ପ୍ରତି ସମ୍ମାନ ନାହିଁ, ଯେଉଁଠି ପୁତ୍ର କନ୍ୟାଙ୍କ ପାଇଁ ଶ୍ରଦ୍ଧା ନାହିଁ, ଯେଉଁଠି ଗୁରୁ ଗୁରୁଜନଙ୍କ ପ୍ରତି ଭକ୍ତି ନାହିଁ, ସେମାନେ ଗୋଟେ କି ପ୍ରକାରର ମଣିଷ? ସେଗୁଡ଼ା ମଣିଷ ରୂପ ପାଇଛନ୍ତି, କିନ୍ତୁ ମଣିଷ ସେ କେବେ ବି ସେ ମଣିଷ ନୁହନ୍ତି। ତେଣୁ ଏମିତି କଥୋପକଥନ ଛଳରେ ରାମ ଆଉ ଟିକେ ଗମ୍ଭୀର ଭାବରେ କହିଲେ, ମା ଏ ଭରତ, ମୋ ବାପା ଚାଲି ଯାଇଛନ୍ତି,
ସେ ନିଦର୍ଶନଟା ମୋତେ ଦେଖେଇ ପାରିବୁ? ମୁଁ କେମିତି ଜାଣିବି ଯେ ବାପା ମୋର ନାହାନ୍ତି? ତେଣୁ ଭରତ ଦଶରଥଙ୍କର ନିଦର୍ଶନ ସିଏ ପୋଡ଼ା କାଠ ହଉ, କାଗଜ ଲେଖା ହଉ, ଖଣ୍ଡେ ଦେଲା। ରାମ ସେଇ ଚିଠିକୁ ଧରି ଭୋ ଭୋ ହେଇ କାନ୍ଦିଲେ ଏବଂ ତାଙ୍କର ଯେଉଁମାନେ ଗୁରୁ ବଶିଷ୍ଠ, ବିଶ୍ୱାମିତ୍ର ଏଇମାନଙ୍କ ଭଳି ଗୁରୁମାନେ ଯାଇଥିଲେ, ସେ ସାଙ୍ଗେ ସାଙ୍ଗେ ରାମଙ୍କୁ ପରାମର୍ଶ ଦେଲେ, କାନ୍ଦିବାର ବେଳ ଇଏ ନୁହେଁ, ଆଗେ ଯାଅ ପିତୃତର୍ପଣ କର। ଏଇ ଯେଉଁ ନଦୀ କୂଳରେ ଅଛ, ଏଇ ନଦୀରେ ତୁମେ ନିଜେ ସ୍ନାନ କରି ପିତୃତର୍ପଣ କର। ଆପଣମାନେ ଦେଖିବେ ଯେ ଦେଖିବେ କ'ଣ, ଦେଖିଥିବେ ବି ତ। ଧର ଗୋଟିଏ ବାପାର 3ଟି ପୁଅ କି 4ଟି ପୁଅ, କାହାର 2ଟା ପୁଅ, ତାର ଯେଉଁ ଗୋଟାଏ ପୁଅ ନଣ୍ଡା ହେଲାନି, ବାରିକ ଡାକିଲେ, ବାବୁ ଆସ ନଣ୍ଡା କରିଦେବାର, ମୁଁ ନଣ୍ଡା ହେବିନି, ମୋର କାଲି ଅମୁକ ଖେଳ ଅଛି କି ଅମୁକ ବାହାଘରକୁ ଯିବାର ଅଛି, ମୁଁ ନଣ୍ଡା ହେବିନି। ଏଇ ହେଉଛି ଆଜିର ସମାଜର ଏଇ ହେଉଛି ବର୍ତ୍ତମାନ ରୀତି। ଏଇ ସମାଜ ଭିତରେ ଆମେ ରହି କେବଳ ନିଜକୁ ଆମେ ନର୍କଗାମୀ କରୁଛୁ, ଏହା ବ୍ୟତୀତ ଅନ୍ୟ କିଛି ନୁହେଁ। ବର୍ତ୍ତମାନ ପିତୃତର୍ପଣ ସରିଲା। ରାମ କହିଲେ ଭରତକୁ ଫେରିଯାଅ ମାଙ୍କୁ ନେଇ, କାରଣ ଜଙ୍ଗଲରେ କେତେ ସମୟ ରହିବେ, ନେଇଯାଅ। ଭରତ କହିଲେ ଭାଇ ହଁ ଆମେ ଯିବୁ, ଆପଣ ଆମ ସାଙ୍ଗରେ ଯିବେ ନା? ମୁଁ ତ 14 ବର୍ଷ ପାଇଁ ଆଇଛି, ପୁଣି ଯିବି କେମିତି? ନା 14 ବର୍ଷ ପାଇଁ ଆପଣଙ୍କୁ ଜଙ୍ଗଲକୁ କିଏ ପଠେଇଥିଲା? ବାପା ପଠେଇଥିଲେ ନା ମୁଁ ପଠେଇଛି ନା ଆଉ କିଏ ପଠେଇଛି? ରାମ କହିଲେ କେହି ପଠେଇ ନାହାନ୍ତି। ଗୋଟେ ସନ୍ଧିଆନ ମୁହୂର୍ତ୍ତରେ ଗୋଟେ ମାର ପାଟିରୁ ବାହାରିଥିଲା କୈକେୟୀଙ୍କ, ତେଣୁ ମୁଁ ଆସିବି। କୈକେୟୀ ତ ଏଇଠି ଠିଆ ହେଇଛନ୍ତି ମା। ରାମ କହିଲେ, ଭରତ କହିଲେ ମା କ'ଣ ଉତ୍ତର ଦିଅ ଭାଇଙ୍କର। ଭାଇ କହୁଛନ୍ତି ବାପା ତ ନାହାନ୍ତି, ଯିବି କାହିଁକି, ଆପଣ କ'ଣ ତା ଉତ୍ତର ଦିଅନ୍ତୁ। ତେଣୁ କୈକେୟୀ ରାମଙ୍କୁ ଧରି ଭୋ ଭୋ ହେଇ କାନ୍ଦିଲେ। କହିଲେ ରାମ, ତୁ ଆଜି 14 ବର୍ଷ ଜଙ୍ଗଲକୁ ଆସିଛୁ, ମୋର ଗୋଟେ ଛୋଟିଆ ସ୍ୱାର୍ଥକୁ ମୁଁ ସାକାର କରିବା ପାଇଁ ତୋତେ ଜଙ୍ଗଲକୁ ପଠେଇଛି, କିନ୍ତୁ ଯାହା ପାଇଁ ପଠେଇଥିଲି ସିଏ ତ ଭାତୃଭକ୍ତ, ସେ ତ ନିଜେ କହୁଛି ମୁଁ ଆଉ ଅଯୋଧ୍ୟାକୁ ଫେରିବିନି, ବିନା ରାମରେ ମୁଁ ଅଯୋଧ୍ୟାକୁ ଫେରିବିନି। ଆଉ ମୁଁ କାହା ପାଇଁ କ'ଣ ଶାସନ କଲି, କ'ଣ ମୁଁ କ'ଣ କରିବି? ତେଣୁ ରାମ ତୁମେ ଫେରି ଆସ, ପୁଅ ବୋହୂ ସମସ୍ତେ ଆମ ସାଙ୍ଗରେ ଚାଲ, ପୁଣି ଆମେ ଗଢ଼ିବା ଗୋଟିଏ ସୁନାର ଅଯୋଧ୍ୟା, ସୁନାର ରାଜଧାନୀ। ରାମ କହିଲେ ହଁ ମୁଁ ଯିବି ଯେ ମା, ବାପାଙ୍କର ଗୋଟେ ଚିଠି ଯଦି ସେ ଲେଖି ଦେଇଥାନ୍ତେ ତୁ ରାମ ଫେରି ଆସିବୁ, ତାହେଲେ ମୁଁ ଯାଇ, ତ ଚିଠି ନାହିଁ କିଛି ନାହିଁ, ତମେ କହୁଛ ମୁଁ କହୁଛି, ସେଥିରେ ଯିବି କେମିତି? ଶେଷରେ ରାମଙ୍କର ପାଦୁକାଟିକୁ ଭରତ ଧଇଲା। ଏଇ ଯେଉଁ ପଦଟି କହିଥିଲି, ବନ୍ଦନା
ପାଦ ପଦ୍ମକୁ ଧାଇ ଗୁରୁ ପୟରକୁ ବନ୍ଦନା ଗୁରୁ ପାଦକୁ। ତେଣୁ ଖଡ଼ମ ଦୁଇଟିକୁ ମୁଣ୍ଡରେ ମୁଣ୍ଡେଇ ଭରତ ସେଦିନ ଅଯୋଧ୍ୟାକୁ ଫେରିଲେ। କହିକିରି ଆସିଲେ, ଭାଇ ତମେ ନ ଫେରିବା ପର୍ଯ୍ୟନ୍ତ ମୁଁ ମଧ୍ୟ ଅଯୋଧ୍ୟା ରାଜସିଂହାସନରେ ବସିବି ନାହିଁ, ଅଯୋଧ୍ୟା ରାଜ ବାଟିକି ଯିବି ନାହିଁ, ମୁଁ ଆଉ ଗୋଟେ ଗାଁରେ କୋଉଠି ରହିବି। ସିଂହାସନରେ ରହିବ ଆପଣଙ୍କର ପାଦୁକା। ଏଇ ପାଦୁକାକୁ ପରିଚାଳନା କରିବେ, ହୁଏତ ଶତ୍ରୁଘ୍ନ କରିବେ, କିଛି ଅସୁବିଧା ନାହିଁ। ଏ ତ ଭାଇ, ମୁଁ କିନ୍ତୁ ଗଦିରେ ଶୋଇବିନି କି ଖଟରେ ଶୋଇବିନି, ମୁଁ ତଳେ ଶୋଇବି। ମୁଁ ରୁଟି ଖାଇବିନି କି ହାଲୁଆ ଖାଇବିନି, ମୁଁ ଖାଇବି ତମେ ଯାହା ଏଠି ଖାଉଛ ଫଳମୂଳ, ମୁଁ ସେଇଆକୁ ଖାଇବି। କିନ୍ତୁ ଗୋଟିଏ କଥା ମୁଁ କହିଯାଉଛି, 14 ବର୍ଷରୁ ଯଦି 14 ବର୍ଷ ଅଧଘଣ୍ଟା ଆଉ ଡେରି ହୁଏ, ଆପଣ ଯେତେବେଳେ ଯିବେ ଦେଖିବେ ଭରତ ଆଉ ନାହିଁ। ଜ୍ୱଳନ୍ତ ଅଗ୍ନିରେ ପଡ଼ି ସେ ପୋଡ଼ି ହେଇ ମରିଯାଇଛି। ଏ କଥା କହୁଥିବା ବେଳେ ଇଏ ଚିତ୍ରକୂଟ ପାହାଡ଼ ତଳେ କଥା ଚାଲିଛି। ଗୋଟେ ଭଲ ମିଟିଂ ଏମିତି ହେଉଛି। ଆଉ ଆମ ରାଜନୀତି ମିଟିଂ ନୁହଁ କି ଶଳା ଭାଇଙ୍କର ଅମକ ତମକ ଏ ମିଟିଂରେ ସେ କଥା ପଡ଼େନି। ଏମିତି ସଭା ପଡ଼ିଛି, ଏମିତି ମିଟିଂ ହେଉଛି ଯେଉଁ ସଭାରେ ଅଯୋଧ୍ୟାର ବର୍ଣ୍ଣନା କରାଯାଉଛି, ରାମଙ୍କର ବର୍ଣ୍ଣନା କରାଯାଉଛି, ପୂର୍ଣ୍ଣଭୂମି ଆର୍ଯ୍ୟାବର୍ତ୍ତ ଭାରତ ବର୍ଷର ବର୍ଣ୍ଣନା କରାଯାଉଛି, ମାତୃବନ୍ଦନା କରାଯାଉଛି, ଗୁରୁଙ୍କର ବନ୍ଦନା କରାଯାଉଛି। ଏଇଆକୁ କହନ୍ତି ସଭା। ମାଇକି ବାନ୍ଧିଦେଲୁ, ଚାନ୍ଦୁଆ ଟାଙ୍ଗିଦେଲୁ, ଆକୁ କହିଲୁ ସେଗୁଡ଼ା ଦେବ ବାହୁଲ୍ୟ କଥା। ତେଣୁ ଯାହା ହଉ ପାଦୁକା ନେଇକିରି ସେ ଯାଇଛନ୍ତି। ତ୍ରେତୟା ଯୁଗର ଯେଉଁ ଶେଷ ନିଦର୍ଶନ ହେଉଛି ରାମଙ୍କର ପାଦୁକା, ଦ୍ୱାପର ଯୁଗରେ ସେଇ ଠାକୁର ଯେତେବେଳେ ଆବିର୍ଭାବ ହେଇଛନ୍ତି, ତାଙ୍କ ପାଦର ପାଦୁକାକୁ ମଧ୍ୟ ଉଦ୍ଧବ ନେଇକିରି ଗଲେ ବଦ୍ରୀନାଥ। ଆଶ୍ରମ ନାମେ ବଦରିକା, ସେକି ତୋ ଚରଣୁ ଅଧିକା, ସକଳ ତୀର୍ଥ ତୋ ଚରଣେ, ବଦ୍ରିକା ଯିବି କି କାରଣେ। ଏଇ ହେଉଛି ଆମ ଦୁନିଆ, ଆମ ପରିବାରର, ଆମ ସମସ୍ତଙ୍କର ଏଇ ହେଉଛି ବଡ଼ ବଡ଼ ସମସ୍ୟା। ସମସ୍ୟା କେତେବେଳେ ଆସିବ ଆମେ ଜାଣିନଛୁ। ଆମେ କ୍ଷୀରି ସେଦିନ କରିକିରି ଖାଉଛୁ, ଆଜି ଗୋଟେ ଗୁରୁବାର କ୍ଷୀରି କରିକିରି ଖାଇବା, ସାଡ଼ୁ ଖବର ଆସିବ ଅମୁକ ନାହିଁ ସମକ। ଏଇଠି ଗୋଟେ ମୋର ଝିଅ ବଇଛି, ସେ ମୋ ଝିଅ, ମୋ ଭାଣିଜୀ, ତାକୁ ମୁଁ ବାହାଘର କରିଥିଲି। ମୁଁ ବରଯାତ୍ରୀ ହେଇଥିଲି, ବରକର୍ତ୍ତା ହେଇଥିଲି, କନ୍ୟାକର୍ତ୍ତା ହେଇଥିଲି, ବାହାଘର କରିଥିଲି। ପୁଅଟିଏ ହେଇଥିଲା, ମୁଁ ତା ପାଇଁ ପଠେଇଥିଲି କଣ୍ଢେଇ ସୁନାହାର କି କ'ଣ ମୋର ମନେ ନାହିଁ, 20 ବର୍ଷ ତଳର କଥା, ତାକୁ ପଠେଇଥିଲି ମୁଁ ସତ୍ୟନାରାୟଣ ବାଲା। କିନ୍ତୁ ଏଡ଼େ ବଡ଼ ପୁଅ ସାମାନ୍ୟ କୁସଙ୍ଗ ପାଇଁ ସେ ଦୁନିଆରୁ ଚାଲିଗଲା। ଗୋଟିଏ ବୋଲି ପୁଅର। ସେଇଭଳି ମାଆକୁ ମୁଁ କ'ଣ ବୁଝେଇବି? ତାକୁ ଦେଖୁ ଦେଖୁ ମୋ ଦେହ ହାତ ଥରିଲାଣି।
ତେଣୁ ଯାହା ହେଉ ଆଜି ଗୋଟେ ମୋର ଭଲ ଦିନ, ମୁଁ ତାକୁ ଟିକେ ଦେଖିଲି। ସମ୍ବନ୍ଧ ସମ୍ପର୍କଟା ରହିବ, ଯାହାକୁ ହଜେଇଲେ ସିଏ ତାକୁ କ'ଣ ଆଉ ଆମେ ପାଇବା? ତେଣୁ ସମସ୍ତେ ଏଥିପାଇଁ ଜାଗ୍ରତ ହୁଅ। କେତେବେଳେ ବିପଦ ଆମକୁ ମାଡ଼ି ବସିବ, ସବୁବେଳେ ଇଷ୍ଟାଭିମୁଖୀ ହୋଇ ଜୀବନକୁ ଅତିକ୍ରାନ୍ତ କର, ତମ ପରିବାରକୁ ଗଠନ କର। ଆଉ ଦୁନିଆରେ କିଛି ନାହିଁ। କ'ଣଟା ଅଛି? ମୁଁ ଅମୁକ ଜାଗାରେ ଚାକିରି କରୁଛି, ଚାକିରିଟା ତ କରୁଛୁ, ଆଉ କ'ଣ ହେଲା? ତୁ କିରାନୀ ହେଇନଥିବୁ, IAS ହେଇଥିବୁ କି OAS ହେଇଥିବୁ, ଇଏ କ'ଣ କେଉଁ ଚାକିରି ରହିବ ନା ତୁ ରହିବୁ? ନା ତୁ ଯେଉଁ ପେନ୍ସନ୍ ପାଇବୁ ସେ ରହିବ ନା ପ୍ରୋଭିଡେଣ୍ଟ ଫଣ୍ଡ ରହିବ? ତୁ ଜଳିଯିବୁ ଚିତାଗ୍ନିରେ, ତା ସହିତ ସବୁ ଜଳିଯିବ। କାହିଁକି ଆସିଛୁ ମନ କିସ ନେବା ପାଇଁରେ, ଆସିଛୁ ଲଙ୍ଗଳା ହୋଇ ଯିବୁ ଶୂନ୍ୟ ହୋଇରେ। ଆଜି ସେହି ପବିତ୍ର ଅନନ୍ତଙ୍କ ଦରବାରରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଉଛି। ମୋର ଇଷ୍ଟଦେବ ପ୍ରଭୁ ଅନନ୍ତ, ଶିଶୁ ଅନନ୍ତ, ଠାକୁରାଣୀ ଜ୍ୟୋତିପ୍ରଭା ରାମଚଣ୍ଡୀ ସମସ୍ତଙ୍କୁ ପ୍ରଣାମ ଜଣାଉଛି, ପିଲାମାନଙ୍କୁ ଶୁଭେଚ୍ଛା ଜଣାଉଛି। ଏତିକିରେ କଥା ଏଇଠି ବିଶ୍ରାମ।